ମାର୍କେଟରୁ ବାପା ଛତୁ ନେଇ ଆସିଲେ। ଛତୁ ଗୁଡ଼ାକୁ ବହୁତ ଭଲ ଭାବେ ବାଛି ନେଲା ଆଉ ତାପରେ ହଳଦୀ ପାଣିରେ ଭିଜେଇ ଦେଲା। ଅଦା, ରସୁଣ, ଟମାଟୋ, ପିଆଜ ଏସବୁକୁ ନେଇ ଗୋଟେ ବହୁତ ବଢ଼ିଆ ପେଷ୍ଟ ବନେଇଥିଲା। ବୋଉ କ'ଣ କଲା, ମସଲାକୁ ବହୁତ ଭଲ ଭାବେ କଷି ନେଲା ଆଉ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଆଉ ଚିକେନ୍ ମସଲାକୁ ଭଲ ଭାବରେ 5ରୁ 10 ମିନିଟ୍ କଷି ନେଲା। ତାପରେ ଅଳ୍ପ ଟିକେ ଲୁଣ ପକାଇଲା, ଯେମିତିକି ସ୍ୱାଦ ଅନୁସାରେ। ତାକୁ ବହୁତ ଭଲ ଭାବେ କଷି ସାରିବା ପରେ ଏପଟେ ହଳଦୀ ପାଣିରେ ଭିଜିଥିବା ଛତୁକୁ ଚୁପୁଡ଼ିକି ପକାଇଲା ମସଲାରେ। ତାପରେ ତାକୁ ଭଲସେ କଷି ନେଲା। ତାପରେ କିଛି ପାଣି ବାହାରିଗଲା। ହଁ ଆଜ୍ଞା, କଞ୍ଚା ଛତୁ। ତ ମୋ ବୋଉକୁ ପଚାରେ, ତୁ କଞ୍ଚା ଛତୁ କରୁଛୁ ତ କିଛି ଖରାପ ହେବ? ସେ କହିଲା କିଛି ଖରାପ ହେବନି, ଦେଇକି ଏଇ ପାଣିରେ କଞ୍ଚା ଆଳୁ ମଧ୍ୟ ପକାଇ ପାରିବ, କାହିଁକିନା ଛତୁରୁ ଯେଉଁ ପାଣି ଗୁଡ଼ାକ ବାହାରୁଛି କଞ୍ଚା ଆଳୁ ମଧ୍ୟ ତା ଭିତରେ ସିଝି ଯାଇଥାଏ। ତ ତାକୁ ପାଣି ମରିବା ପର୍ଯ୍ୟନ୍ତ ବହୁତ ଭଲ ଭାବେ କଷି ନେବା। କଷି ସାରିଲା ପରେ ପୁଣି ଜଷ୍ଟ ହାଲକା ପାଣି ଦେଇକି କଷି ନେବା। ଦେଖନ୍ତୁ କିନ୍ତୁ ବହୁତ ଭଲ ଭାବେ କଷି ହେଇଯାଇଛି। ତାପରେ ଜଷ୍ଟ ହାଲକା ପାଣି ଦେଲା, ତାପରେ ଟିକେ ଫୁଟିବାକୁ ଲାଗିଲା, ତାପରେ ପ୍ରସ୍ତୁତ ହେଇଗଲା ଛତୁ ମସଲା।